ସାଙ୍ଗ ମାନେ ଆପଣଙ୍କର ଯଦି ଚୁଟି ଝଡ଼ିବାର ସମସ୍ୟା ରହିଛି ତାହେଲେ କ'ଣ କରିବେ? ମୁଁ ଆଜି ଆପଣମାନଙ୍କ ସହିତ ହୋମ୍ ରେମେଡି ଘରୋଇ ଜିନିଷରେ କିପରି ଭାବରେ ଆପଣଙ୍କର ଚୁଟିକୁ ଲମ୍ବା କରିବେ, ତା ସହିତ ଚୁଟି ମୋଟା ହେବ, ତା ସହିତ ଆପଣଙ୍କର ଚୁଟି ବହୁତ ହିଁ କଳା ରହିବ। ଆପଣମାନେ ଜାଣିଥିବେ କମ୍ ଏଜ୍‌ରୁ ଚୁଟି ପାଚିଗଲେ ଅଡ୍ ଦେଖାଯାଏ, ବାହାରକୁ ଯିବା ପାଇଁ ଅସୁନ୍ଦର ଲାଗେ। ତ ସେଥିପାଇଁ ବି ଆପଣମାନଙ୍କ ପାଇଁ ମୁଁ କିପରି ଧଳା ଚୁଟିକୁ ଆପଣମାନେ କଳା କରିବେ, ମାନେ ପାଚି ଯାଇଥିବା ଚୁଟିକୁ କଳା କରିବେ ଆଉ ଚୁଟିକୁ ବହୁତ ସୁନ୍ଦର ଭାବରେ ଲମ୍ବା ଆଉ ମୋଟା କରିବେ, ଚାଲନ୍ତୁ ଦେଖିବା। ଏଇଠି ଦେଖନ୍ତୁ ପ୍ରଥମେ ମୁଁ ଗୋଟିଏ ଆଳୁ ନେଇଛି ଆଉ ଆଳୁକୁ ଯେହେତୁ ମାଟି ତଳ ହୁଏ ତାକୁ ଆପଣମାନେ ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ସଫା ପାଣିରେ ଧୋଇ ନେବା। ତା ଉପରୁ ଚୋପାକୁ ବି ମଧ୍ୟ କାଢ଼ି ନେବା। ତ ଏଇଠି ମୁଁ ଗୋଟେ ଆଳୁ ଛୋଟ ମିଡ଼ିୟମ୍, ବେଶୀ ବଡ଼ ନୁହଁ କି ବେଶୀ ବି ଛୋଟ ନୁହଁ, ମିଡ଼ିୟମ୍ ସାଇଜ୍‌ର ଗୋଟେ ଆଳୁ ନେଇଛି ଆଉ ତାକୁ ତାର ଚୋପାକୁ ଭଲ ଭାବରେ ଛଡ଼େଇ ନେଉଛି। ଦେଖନ୍ତୁ ଏଇ ଟାଇପ୍‌ର। ତ ସାଙ୍ଗମାନେ ଆପଣମାନଙ୍କୁ ମୁଁ ଆଜି ବହୁତ ସୁନ୍ଦର ସୁନ୍ଦର ଗୋଟେ ଗୋଟେ ଟିପ୍ସ ସେୟାର କରିବି। ଖାଲି ଲଗେଇବା ନୁହଁ, ଖାଇବାରେ ବି ଆପଣଙ୍କର ଚୁଟିକୁ ଗ୍ରୋଥ୍ କରିପାରିବେ। ଆଉ ଧଳା ଚୁଟିକୁ ଆପଣମାନେ କଳା କରିବେ, ମାନେ ପାଚି ଯାଉଥିବା ଚୁଟି ଯେଉଁ ଆପଣମାନଙ୍କର କମ୍ ବୟସରୁ ପାଚି ଯାଉଛି ତାହେଲେ ପାଚିବନି। କିପରି ନା ଆପଣମାନେ କ'ଣ କରିବେ ନା ସକାଳେ ନିହାତି କଣ୍ଟିନ୍ୟୁ ରଖନ୍ତୁ 2-3 ମାସେ। ଆପଣମାନେ ଅଁଳାର ଜୁସ୍ ପିଇବା ପାଇଁ ଚେଷ୍ଟା କରନ୍ତୁ। ଅଁଳା ମାନେ ଆମର ଆମ୍ଲା ଜୁସ୍ ଆପଣମାନେ ଖାଲି ପେଟରେ ସକାଳୁ ପିଅନ୍ତୁ। ଯାହାକି ଆପଣଙ୍କର ଚୁଟିର ପ୍ରୋବ୍ଲେମକୁ, ଚୁଟିର ନ ବଢ଼ୁଥିବା, ଚୁଟି ବହୁତ ଝଡ଼ୁଥିବା, ଚୁଟି ବହୁତ ଜଲ୍ଦି ଆପଣଙ୍କର ପାଚି ଯାଉଛି, ଏଇ ସବୁ ସମସ୍ୟା ଆପଣମାନଙ୍କର ଦୂର ହେବ। ସାଙ୍ଗମାନେ ନିହାତି ଖାଲି ପେଟରେ ଅଁଳାର ଜୁସ୍ ପିଅନ୍ତୁ କିଛି ଦିନ, ଦେଖିବେ। ଆଉ ୟାକୁ ଆପଣମାନେ କଣ୍ଟିନ୍ୟୁ ରଖିବେ, ନାହିଁ କି ଆଜି ପିଇଲି ସପ୍ତାହେ ପରେ ପିଇବି ସେମିତି ନାହିଁ। ରେଗୁଲାର ପିଇବାକୁ ଚେଷ୍ଟା କରନ୍ତୁ, ଦେଖିବେ ଚୁଟିର ସମସ୍ୟା ଦୂର ହେବ। ତ ଏଠି ଦେଖନ୍ତୁ ମୁଁ ଆଳୁକୁ ଚୋପା ଛଡ଼େଇ ଦେଇଥିଲି, ଚୋପା ଛଡ଼େଇକି ତାକୁ ଗୋଟିଏ ଗ୍ରେଟର୍ ସାହାଯ୍ୟରେ କୋରି ନେଉଛି। ଆଉ ଆପଣମାନେ ଚାହିଁଲେ ଏମିତି ଗ୍ରେଟର୍ ସାହାଯ୍ୟରେ କୋରିକି ନେଇପାରିବେ। ଯଦି ଗ୍ରେଟର୍ ନାହିଁ ତାହେଲେ ଆପଣମାନେ ଛୋଟ ଛୋଟ ପିସ୍‌ରେ କାଟିକି ତାକୁ ଗ୍ରାଇଣ୍ଡିଙ୍ଗ କରିବି ମଧ୍ୟ ନେଇପାରିବେ। ଆମ ଯାହା ବି ହେଉ ତା'ର ଜୁସ୍ ବାହାର କରିବାର ଅଛି। ତ ଆପଣଙ୍କୁ ଯେଉଁଟା ଅତି ସରଳ ଲାଗିବ ସେଇଟାରେ କରିପାରିବେ। ତ ଗ୍ରାଇଣ୍ଡିଙ୍ଗ ଅପେକ୍ଷା କୋରିକି ନେଇଗଲେ ସବୁଠୁ ବେଟର୍ ହେବ। କାହିଁକି ନା ଆମେ ଯେଉଁ ଆଳୁକୁ କୋରିକି ନେଇଯିବା ତା'ର ଯେଉଁ ଜୁସ୍ ବାହାରି ପଡ଼ିବ, ସେ ଜୁସ୍‌ଟା ଆମେ ଚୁଟିରେ ଲଗେଇବା, କିନ୍ତୁ ତା'ର ଯେଉଁ ଆମର ଯେଉଁ ଗ୍ରେଟ୍ କରିକି ଯେଉଁ ଆଳୁଟା ରହିଯିବ ସେଟାକୁ ବି ଆପଣମାନେ ନେକ୍ସଟ ପକୁଡ଼ି ହେଉ କିମ୍ବା ଆପଣମାନେ କୌଣସି ସବଜିରେ ବି ପକାଇ ପାରିବେ। ତ ସେଥିପାଇଁ ୱେଷ୍ଟ ଯିବନି, କିନ୍ତୁ ବାଟି ଦେଲେ କ'ଣ ହେବ କି ସେଇଟା ପୁରା ପେଷ୍ଟ ଟାଇପ୍‌ର ହେଇଯିବ ଆଉ ସେ ଆଳୁଟାକୁ ୟୁଜ୍ କରିବା ପାଇଁ ଇଚ୍ଛା ହେବନି। ତ ସେଥିପାଇଁ ଗ୍ରେଟ୍ କରିନିଅନ୍ତୁ। ଆଉ ଗୋଟେ କଥା, ଏଇଠି ଟାଇମ୍ ଟେକିଂର ବହୁତ କମ୍ ହେବ। ଗ୍ରେଟ୍ କଲ ସାଙ୍ଗେ ସାଙ୍ଗେ ଫଟାଫଟ ଆଳୁକୁ ଏମିତି ହାତରେ ଧରିକି ଚିପୁଡ଼ି ଦେଲେ ବାସ୍ ହେଇଗଲା। ଆପଣମାନେ ଚାହିଁଲେ ବି ୟାକୁ କପଡ଼ା ସାହାଯ୍ୟରେ କିମ୍ବା ଚାହା ଛଣା ସାହାଯ୍ୟରେ ଛାଣିପାରିବେ, କିନ୍ତୁ ଏମିତି ଚିପୁଡ଼ି ନେବେ, ବହୁତ ହିଁ ଇଜି। ଗ୍ରାଇଣ୍ଡିଙ୍ଗ କଲେ କାଟିବାକୁ ପଡ଼ିବ, ତାକୁ ବାଟିବାକୁ ପଡ଼ିବ, ଗ୍ରାଇଣ୍ଡିଙ୍ଗ ଜାର୍‌କୁ ଧୁଅ, ଏତେ ବହୁତ ଟାଇମ୍ ଟେକିଂ। ଆଉ ତା ସହିତ ଆପଣଙ୍କର ସମସ୍ତେ ଜାଣିଛନ୍ତି ଟାଇମ୍‌ର ମୂଲ୍ୟବାନ ବହୁତ ଟାଇମ୍ ଆମ ପାଇଁ ଆଜିକା ଡେଟ୍‌ରେ। ତ ନିହାତି ଭାବରେ କମ୍ ସମୟରେ ଭଲସେ କେମିତି ହେବ କରିବା। ତ ଏହାକୁ ନ ଫୋପାଡ଼ିକି ଆପଣମାନେ ପକୁଡ଼ି ହେଉ କିମ୍ବା ତରକାରୀରେ ବ୍ୟବହାର କରିପାରିବେ। ତାପରେ ସେଇ ଆଳୁ ଯେଉଁ ଜୁସ୍‌ଟା ଆମେ ରଖିଲେ, ସେଇ ଆଳୁ ଜୁସ୍‌ରେ ଆପଣମାନେ ନେବେ ଆମ୍ଲା ପାଉଡ଼ର। ତ ସାଙ୍ଗମାନେ ଡେସ୍କ୍ରିପସନ୍‌ରେ ମୁଁ ଆମ୍ଲା ପାଉଡ଼ରର ଲିଙ୍କ୍ ଦେଇଦେଇଛି, ଆପଣମାନେ ନେଇପାରିବେ। ତା ସହିତ ଯାହାକୁ ଜାଣିପାରୁନାହାନ୍ତି କମେଣ୍ଟରେ ଲିଙ୍କ୍ ବୋଲି ଲେଖନ୍ତୁ, ମୁଁ ଲିଙ୍କ୍ ବି ଆପଣମାନଙ୍କୁ ପଠାଇଦେବି। ତ ଏଇଠି ଦେଖନ୍ତୁ, ତାପରେ ଆପଣମାନେ ନେବେ ଦହି, ଫ୍ରେଶ୍ ଘରେ ବସା ଦହି ନେବେ, ବହୁତ ସୁନ୍ଦର ଭଲ ଲାଗିବ। ତ ଫ୍ରେଶ୍ ଦହି ଆପଣମାନେ 2 ଚାମଚ ନେବେ। ତା ସହିତ ଆପଣମାନେ ନେବେ ତେଲ, କୌଣସି ବି ତେଲ ନେଇପାରିବେ। ଯଦି ଚୁଟି ପାଚିବାର ସମସ୍ୟା ଅଛି ତାହେଲେ ତ ସୋରିଷ ତେଲ ନିଅନ୍ତୁ, ସବୁଠୁ ବେଷ୍ଟ ହେବ। ନହେଲେ ବାଦାମ ତେଲ ନେଇପାରିବେ, ନଡ଼ିଆ ତେଲ ନେଇପାରିବେ, ନହେଲେ ଭିଟାମିନ୍ ଇ କ୍ୟାପସୁଲ୍, ଭିଟାମିନ୍ ଇ କ୍ୟାପସୁଲ୍ ବି ଏଥିରେ ଆଡ଼୍ କରିପାରିବେ। ଯଦି ଆପଣମାନେ ବି ଚାହୁଁଛନ୍ତି ଭିଟାମିନ୍ ଇ କ୍ୟାପସୁଲ୍‌ର ଲିଙ୍କ୍, ତାହେଲେ ମୋତେ ଲିଙ୍କ୍ ବୋଲି ଲେଖନ୍ତୁ, ମୁଁ ଆପଣମାନଙ୍କୁ କମେଣ୍ଟରେ ଲିଙ୍କ୍ ପଠାଇଦେବି। ତାକୁ ବି ଆପଣମାନେ ଅନଲାଇନ୍‌ରୁ କିଣିପାରିବେ। ତ ୟାକୁ ଦେଇକି ଭଲ ଭାବରେ ଗୋଳେଇ ନେବେ। ତ ଏଇଟା ଦେଖନ୍ତୁ ସାଙ୍ଗମାନେ, ଏଥିରେ ଯାହା ବି ଜିନିଷ ଆମେ ବ୍ୟବହାର କଲେ ନା ନ୍ୟାଚୁରାଲ୍ ଜିନିଷ, ଆମର ଯେମିତି ଆଳୁ ହେଲା ପୁରା ପିଓରିକ୍। ତାପରେ ସହିତ ଆପଣ ଯଦି ନେବେ ଆମ୍ଲା ପାଉଡ଼ରଟା ବି ବହୁତ ନ୍ୟାଚୁରାଲ୍ ଜିନିଷ। ତା ସହିତ ଦହି, ତେଲ, ଏଇସବୁ ପୁରାପୁରି ଆପଣମାନେ ଦେଖନ୍ତୁ କୌଣସି ବି କେମିକାଲ୍ ଏଥିରେ ନାହିଁ। କି ଆପଣମାନେ ଯଦି ଆଖି ବନ୍ଦ କରିକି ୟାକୁ ଚୁଟିରେ ଲଗାଉଛନ୍ତି, କୌଣସି ଚୁଟି ଝଡ଼ିବାର ସମସ୍ୟା ରହୁନି। ଆଜିକା ଡେଟ୍‌ରେ ବହୁତ ଶୀଘ୍ର ରେଜଲ୍ଟ ପାଇବା ଚକ୍କରରେ ଆମେ କେମିକାଲ୍ ଜିନିଷ ଲଗାଉଥାଉ। ଯେମିତିକି ବହୁତ ଶୀଘ୍ର ଆମର ଚୁଟି ବଢ଼ିଯାଉ, ବହୁତ ଶୀଘ୍ର ଆମ ଚୁଟି ପାଚିବା, ଚୁଟିଯାକ ମାନେ କଳା ହେଇଯାଉ, କଞ୍ଚା ହେଇଯାଉ। ତ ସେଥିପାଇଁ ଆମେ ବହୁତ ସାରା ନାନା ପ୍ରକାରର କ'ଣ କରୁଛେ ନା ଆମେ କେମିକାଲ୍ ଜିନିଷ ବ୍ୟବହାର କରୁଛେ। ହୁଏତ ଇନଷ୍ଟାଣ୍ଟ ରେଜଲ୍ଟ ଦେଉଛି, କିନ୍ତୁ ଆପଣଙ୍କୁ ଚନ୍ଦାପଣ ଆଣିଦେଉଛି, ମାନେ ଚୁଟି ଝଡ଼ିବା ନିହାତି ହିଁ ଝଡ଼ୁଛି। ତ ସେଥିପାଇଁ ମୁଁ କହୁଛି ଆପଣମାନଙ୍କୁ, ଆପଣମାନେ ଟାଇମ୍ ଟେକିଂର ସହିତ ନ୍ୟାଚୁରାଲ୍ ଜିନିଷ ଲଗାନ୍ତୁ ଆଉ ଆପଣମାନଙ୍କର ଭଲ ରେଜଲ୍ଟ ଲଙ୍ଗ୍ ଟାଇମ୍ ପାଇଁ ପାଆନ୍ତୁ। ନିହାତି ଭାବରେ ମୁଁ ସଜେଷ୍ଟ କରିବି ଆପଣମାନେ ଧୈର୍ଯ୍ୟର ସହିତ ନ୍ୟାଚୁରାଲ୍ ଜିନିଷ ବ୍ୟବହାର କରନ୍ତୁ। ତ ଏଇଠି ଦେଖନ୍ତୁ, ମୁଁ ଚୁଟିରେ ଏହିପରି ଭାବରେ ମୁଁ ଆପଣମାନଙ୍କୁ ଦେଖାଇଲି। ବ୍ରସ୍ ନେଇଯିବେ, ବ୍ରସ୍‌ରେ ଲଗେଇକି ଚୁଟି ମୂଳରେ ଲଗେଇବେ, ଚୁଟି ସାରା ଲଗେଇବେ ଆଉ ହାଲକା ହାଲକା ଚୁଟି ମୂଳକୁ ମସାଜ କରିବେ। ଆଉ ତା ସହିତ ମୁଁ ଏଇଠି ଆପଣମାନଙ୍କ ପାଇଁ ଆଉ ଗୋଟେ ଟିପ୍ସ କହି ରଖୁଛି ସାଙ୍ଗମାନେ। ଏଇଥିରେ ଆମେ ଯାହା ଯାହା ସବୁ ମିଶେଇଲେ, ଯେମିତିକି ଆମେ ଏଇଥିରେ ଦେଇଛେ ଆଳୁର ରସ,
ତା ସହିତ ଆମେ ଦେଇଛେ ଏଥିରେ ଆମ୍ଲା ପାଉଡ଼ର, ଆମେ ଦହି ଦେଇଛେ, ତା ସହିତ ତେଲ ଦେଇଛେ। ଯଦି ଆମ୍ଲା ପାଉଡ଼ରକୁ କାଟିକି ତା ଜାଗାରେ ଆପଣମାନେ ବେସନ କିମ୍ବା ଚାଉଳ ଚୁନା ଦେଇଦେବେ ତାହେଲେ ଏଇଟା ଆପଣଙ୍କ ବଡ଼ି ପାଇଁ ବି ହେଇପାରିବ। ତ ମୁଁ ସେଇଥିପାଇଁ କହିଛି ଆଜି ଆପଣମାନଙ୍କୁ କେବଳ ହେୟାର କେୟାର ନୁହଁ ସ୍କିନ୍ କେୟାର ଦୁଇଟା ଟିପ୍ସ ୟା ସହିତ ଅଛି। ତ ଏଇଥିରେ ଆପଣମାନେ ବେସନ ନେଇଯିବେ, ଆମର ଆମ୍ଲା ପାଉଡ଼ର ଜାଗାରେ ବେସନ ନେଇଯିବେ, ତାହେଲେ ଆପଣଙ୍କ ଫୁଲ୍ ବଡ଼ିର କେମିତି ବଡ଼ିକୁ ଧୀରେ ଧୀରେ ଗୋରା କରିବେ, ଯେଉଁ ଡାର୍କନେସ୍ ଥିବ ବଡ଼ିରେ କିମ୍ବା ଆପଣଙ୍କର ବଡ଼ି ଶୁଖିଲା ରୁଖିଲା ହେଇଯାଇଥିବ, ଆପଣ ଗ୍ଲେଜ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରତିଦିନ ଆପଣମାନେ ଗାଧୋଇବା ପୂର୍ବରୁ ବି ଏମିତି ପ୍ୟାକ୍ ଯେମିତିକି ଆମର ଆଳୁ ରସ, ବେସନ, ଦହି, ତେଲ, ଯଦି ଅଏଲି ସ୍କିନ୍ ତେଲ ସ୍କିପ୍ କରିପାରିବେ ନହେଲେ ତେଲ ଦେବେ, ଭଲସେ ଗୋଳେଇକି ଆପଣମାନେ ବଡ଼ିରେ ବି ଆପ୍ଲାଏ କରିପାରିବେ ଗାଧୋଇବା ପୂର୍ବରୁ, ତାହେଲେ ବି ଆପଣଙ୍କର ବଡ଼ି ବି ଚମକ ଦେଖାଯିବ। ଖାଲି ଚୁଟି ନୁହଁ ବଡ଼ି ବି ଚମକ ଦେବ। ବାସ୍ ଗୋଟିଏ ଜିନିଷ ଚେଞ୍ଜ କରିବେ, ଚୁଟି ପାଇଁ ହେଲେ ଆମ୍ଲା ପାଉଡ଼ର ଆଉ ବଡ଼ି ପାଇଁ ହେଲେ ଆପଣମାନେ ବେସନ କିମ୍ବା ଚାଉଳ ଚୁନା। ତ ଚୁଟିରେ ଆପ୍ଲାଏ କରିଦେବେ, ଦେଖିବେ ଆପଣମାନେ ବହୁତ କମ୍ ଦିନ ମାନେ ରେଗୁଲାର ୟାକୁ କଣ୍ଟିନ୍ୟୁ କରିବେ। ଯଦି ବଡ଼ିରେ ତ ଆପ୍ଲାଏ କରୁଛନ୍ତି ଦିନେ ଛାଡ଼ି ଦିନେ ନିହାତି କରନ୍ତୁ, ଚୁଟି ପାଇଁ ଆପ୍ଲାଏ କଲେ ଆପଣମାନେ ସପ୍ତାହରେ ଥରେ ନିହାତି କରନ୍ତୁ, ଭଲ ରେଜଲ୍ଟ ପାଇବେ। ଆଉ ତ କିପରି ଆପ୍ଲାଏ କରିବେ, ଆପଣମାନେ ଚୁଟିରେ ଲଗେଇ ଦିଅନ୍ତୁ, ଚୁଟିରେ ଲଗେଇକି ଅଧା ଘଣ୍ଟା ଘଣ୍ଟାଟେ ପାଖାପାଖି ଛାଡ଼ି ଦିଅନ୍ତୁ, ତାପରେ ଆପଣଙ୍କର ଚୁଟିକୁ ସାମ୍ପୁ କରିଦିଅନ୍ତୁ। ଦେଖିବେ ଆପଣଙ୍କର ଚୁଟିରେ ବହୁତ ସୁନ୍ଦର ଭାବରେ ଗୋଟେ ହେଲ୍ଦି ଆସିବ, କାରଣ ଦହି ପଡ଼ିଛି, ଆପଣଙ୍କ ଚୁଟିକୁ ସ୍ମୁଥ୍ କରିବ। ତା ସହିତ ଆମର ଆମ୍ଲା ପାଉଡ଼ର ପଡ଼ିଛି, ଚୁଟିକୁ ଗ୍ରୋଥ୍ କରିବା ସହିତ ପାଚିଲା ଚୁଟିକି ଜଲ୍ଦି କଳା ପକାଇବାର ଚେଷ୍ଟା କରିବ କିମ୍ବା ଯେଉଁ କଳା ଚୁଟି ପାଚିଲା ହେବା ପାଇଁ ଦେବ ନାହିଁ। ଆଉ ତା ସହିତ ଏଥିରେ ଆମର ଆଳୁର ରସ ପଡ଼ିଛି, ଆଳୁର ରସ ତ ଆପଣଙ୍କର ଚୁଟି ହେଉ କିମ୍ବା ସ୍କିନ୍ ପାଇଁ ବହୁତ ହିଁ ବେଷ୍ଟ କାମ କରିବ। ତ ନିହାତି ଭାବରେ ଟିପ୍ସକୁ ଆପଣମାନେ ଆପ୍ଲାଏ କରନ୍ତୁ। ଆଉ ଆପଣମାନଙ୍କର ମତାମତ କିପରି ରହିଲା ମୋତେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଚ୍ୟାନେଲରେ ନୂଆ ଥିଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲନ୍ତୁନି। ରହିଲି ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ।